प्रधानमंत्री नरेंद्र मोदी जी हाथमुठा को सुदृढ़ करने भारतीय जनता पार्टी रे सामिल हेले विभिन्न राजनैतिक दलर सदस्यों समेत विशिष्ट युव समाजसेवी। ए अवसर में राज्य कार्यालय अनुष्ठित मिश्रण पर्व में भद्रक जिला चांदपाली निर्वाचन मंडली युव समाजसेवी श्री रुद्र प्रताप महांती, नालकोहिरा ग्राम पंचायत अलेख विश्वाल, सुब्रत मल्लिक, प्रकाश पारिक, चांदपाली एनएसी ललाटेन्दु रॉय, चिन्मय कुमार साहू प्रमुख बीजेपी जोगदी। राज्य सभापति मनमोहन सामल, राज्य साधारण संपादक डॉक्टर जतिन महांती नूतन सदस्यों को उत्तरीय पिंधाई स्वागत जणाइथिले। ए मिश्रण पर्व में राज्य संपादक सरोज कर प्रमुख उपस्थित थिले। ଏହି ଅବସରରେ ଚାନ୍ଦବାଲି ଅଞ୍ଚଳର ଯୁବ ସମାଜସେବୀ ଶ୍ରୀ ରୁଦ୍ର ପ୍ରତାପ ମହାନ୍ତି ଧାମରା ବନ୍ଦରରେ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କୁ କିପରି ସ୍ଥାୟୀ ନିଯୁକ୍ତି ମିଳିପାରିବ ସହିତ ସାରା ରାଜ୍ୟରୁ ଏହି ଅଞ୍ଚଳକୁ କିପରି ଟ୍ରେନ୍ ସେବା ମିଳିପାରିବ ତାର ସ୍ୱର ଉଠାଇବା ଲାଗି ସେ ବିଜେପିରେ ମିଶିଲେ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ। ଅନେକ ବିଷୟ ଯୁବ ସମାଜ ନିର୍ବାଚନ ମଣ୍ଡଳରେ ମନମୋହନ ଭାଇ ବିପୁଳ ସଂଖ୍ୟାରେ ଜିତିଲେ, ସେଥିପାଇଁ ଆମ ସମସ୍ତଙ୍କର ପ୍ରୟାସ ଅଛି। ଏଥର ଡବଲ ଇଞ୍ଜିନ ସରକାର ଓଡ଼ିଶାର ହବ। ସମସ୍ତେ ଆପଣଙ୍କ ମୁଦ୍ଦା କ'ଣ ଅଛି ସେଠି? ଯୋଉ ବେକାର ସମସ୍ୟା ଦୂର କରି ଖାଲି ବେକାର ନା ଅନ୍ୟ କ'ଣ ଅଛି? ବହୁତ କିଛି ଅଛି, ଦୁର୍ନୀତି ଚାଲିଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳରେ ବହୁତ କିଛି ଦୁର୍ନୀତି ହେଉଛି। ଆଉ ବେକାର ମୋ ମୁଦ୍ଦା ହେଉଛି ବେକାର ସମସ୍ୟା ବଢ଼ି ଚାଲିଛି। ମନ୍ତ୍ରୀ ଥିଲାବେଳେ ଯୋଉ ଶୁଭ ଦେଇଥିଲେ ଜାହାଜ ତିଆରି କାରଖାନା କରିବା ପାଇଁ ସେକୁ ବିଜେଡି ସରକାର କରିଦେଲା ନାହିଁ। ପୁଣି ମନମୋହନ ସାମଲ ଜିତିଲେ ସେଠି ଜାହାଜ କାରଖାନା ହବ ଏବଂ ବହୁତ ଲୋକ ଏଠି ଡେଭଲପମେଣ୍ଟ ପାଇବେ। ଏଇ ହେଉଛି ଆମର ମୁଦ୍ଦା ପ୍ରଥମ ମୁଦ୍ଦା। ବର୍ତ୍ତମାନ ଯୋଉ ମୋଦିଙ୍କର ବିକାଶ ଏବଂ ଆମର ଓଡ଼ିଶାର ଉନ୍ନତି ପାଇଁ ବର୍ତ୍ତମାନ ଲୋକ ବହୁ ସଂଖ୍ୟାରେ ମିଶି ଚାଲିଛନ୍ତି ଏବଂ ଚାନ୍ଦବାଲିର ଉନ୍ନତି କରିବା ପାଇଁ ସମସ୍ତଙ୍କ ଲକ୍ଷ୍ୟ ଅଛି। ମନମୋହନ ଜିତିଲେ ସେ ଅଞ୍ଚଳର ବହୁ ବେକାର ସମସ୍ୟା ଦୂର ହେବା ସଙ୍ଗେ ଆମ ରେଳ ଲାଇନ ଯୋଗାଯୋଗ ଅଛି, ସେ କାର୍ଯ୍ୟ ମଧ୍ୟ ହେବ ଏବଂ ବହୁତ ଉନ୍ନତି ହେଇପାରିବ ଆମର। ଆଜ୍ଞା, ସେ କୌଣସି ବିକାଶ ଏପର୍ଯ୍ୟନ୍ତ କରୁନାହାନ୍ତି, ସେ କେବଳ ବିନାଶ କରିଛନ୍ତି। କୌଣସି ବିକାଶ ସେଠାରେ ବରଂ ମାନେ ବେକାର ସମସ୍ୟା ବଢିଛି, ଏପର୍ଯ୍ୟନ୍ତ କୌଣସି ବିକାଶ ହେଇନି ଆମ ଅଞ୍ଚଳରେ। ଶିରସିଂହ ନାୟକ, ନଳଗୁରା ପଞ୍ଚାୟତ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ। ବର୍ତ୍ତମାନ ଓଡ଼ିଶାରେ ଚଳିତ ନିର୍ବାଚନରେ ଯଦି ଡବଲ ଇଞ୍ଜିନ ସରକାର ହୁଏ, ଅଞ୍ଚଳ ତରଫରୁ ଆମେ ମୁଦ୍ଦା ରଖୁଛୁ। ମନମୋହନ ଭାଇଙ୍କ ପ୍ରୟାସର ଅତୀତରେ ଯୋଉ ଚଡ଼ଦିଆ ଠାରେ ଜାହାଜ କାରଖାନା ମରାମତିର ଯୋଉ ଶୁଭାରମ୍ଭ କରାଯାଇଥିଲା ତାର ପୁନରୁଦ୍ଧାର କରାଯାଉ ଏବଂ ଚାଷୀ ମାନଙ୍କର ତିହିଡି ଚାନ୍ଦବାଲି ଅଞ୍ଚଳର ଚାଷୀ ମାନଙ୍କର ଉନ୍ନତି ପାଇଁ ହଳଦୀଗଣ୍ଡ ଯୋଜନାକୁ କେନ୍ଦ୍ରୀୟ ଯୋଜନାରେ ପୁନରୁଦ୍ଧାର କରାଯାଇ ଚାଷୀ ମାନଙ୍କ ସେବାରେ ଇରିଗେସନ ଏରିଆରେ ପରିଣତ କରାଯାଉ। ଏତିକ ମୁଦ୍ଦା ସହିତ ବେକାରୀ ସମସ୍ୟା ଦୂରୀକରଣ ଏବଂ ଅତୀତରେ ବିଜେଡିର 24 ବର୍ଷର ଶାସନ ଭିତରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ କରାଯାଇଛି। ଏପରିକି ଆଜି ମଧ୍ୟ ମୁଁ ମୋ ଗାଁରେ ଦେଖୁଥିଲି ମେଗା ୱାଟର ପ୍ରକଳ୍ପରେ ଯେ ଯୋଉ ଲେବର ମାନେ ଯେ କାମ କରୁଛନ୍ତି ସେ ଲେବର ଓଡ଼ିଶାର ଲେବର ନୁହନ୍ତି, ସେ ଲେବର ତାମିଲନାଡୁର ଲେବର। ଯାହା ଅନୁଦାନ ଏଠି ଆସୁଛି ସେ ଅନୁଦାନ ଏଠି ଓଡ଼ିଶାର ହରିଲୁଟ କରାହଉଛି। ତେଣୁ ତାର ହରିଲୁଟକୁ ବନ୍ଦ କରିବା ପାଇଁ ଯଦି ବିଜେପିର ସରକାର କେନ୍ଦ୍ରରେ ବିଜେପିର ସରକାର ଯଦି ଓଡ଼ିଶାରେ ଚାଲିବ ତାହେଲେ ଆଉ ହରିଲୁଟର ପ୍ରଶ୍ନ ଉଠିବ। ସମାଜସେବା କରେ ନିଶ୍ଚିତ ଅଛୁ। କେନ୍ଦ୍ର ଅଛି ରାଜ୍ୟରେ କେମିତି ଆସୁ ଡବଲ ଇଞ୍ଜିନ ସରକାର ହଉ। ଆଉ ଆମର ମୁଖ୍ୟ ମୁଦ୍ଦା ରହିବ ଧାମରା ବନ୍ଦରରେ ରାଜଧାନୀରେ ଆମର ଲୋକାଲ ପିଲାମାନେ ଯେଉଁମାନେ ଅଛନ୍ତି ସେମାନେ କେମିତି ନିଯୁକ୍ତି ପାଇଲେ, ଧାମରାକୁ ଲୋକାଲ ଟ୍ରେନ୍ ଚାଲିବ। ମନମୋହନ ଭାଇଙ୍କୁ ଜିତେଇଲେ ଏସବୁ ଜିନିଷ ଆମେ ସଫଳ କରିପାରିବୁ। ବାକି ଦୁସରା କାମ ସେମିତି କିଛି ହେଇନି। ବେକାର ବେକାର ଯୁବକ ତ ଆମର ଲୋକାଲ ଏରିଆ ପିଲାମାନେ ବାହାରକୁ ଯାଉଛନ୍ତି ଖଟିବାକୁ। କୋଉ ଜାଗା ବାହାରକୁ ବାଙ୍ଗଲୋର ଗୁଜୁରାଟ ଏପଟେ ଯାଉଛନ୍ତି। ସେଠି ବନ୍ଦରରେ ଥାଇକି ବି ବାହାର ଲୋକ ଆସି କାମ କରୁଛନ୍ତି। ବାହାର କଣ୍ଟ୍ରାକ୍ଟର କାମ କରୁଛନ୍ତି, ଲୋକାଲ କଣ୍ଟ୍ରାକ୍ଟର କାମ କମ୍ କରୁଛନ୍ତି। ଲୋକାଲ ପିଲାଙ୍କ ନିଯୁକ୍ତି ବହୁତ କମ୍ ଅଛି। ବିଜେଡିର ମୁଖ୍ୟ ସମସ୍ୟା ହେଲା କ'ଣ କି ଆମେ ଯେମିତି ସବୁ 2 ଟର୍ମ ସେଠି ହେଲେଣି, MLA ହେଲେଣି, ବଟ୍ ସିଏ ଉଦ୍ଘାଟନ ହେଲେ ପାଣ୍ଡିଆନ ବାବୁ ସବୁ ସେଠିକି ଯାଇପାରୁନାହାନ୍ତି। ମନମୋହନ ଭାଇଙ୍କୁ ଆମେ ଜିତେଇବୁ, ଧାମରା ଏବଂ ଚାନ୍ଦବାଲିର ବିକାଶ ହବ। ब्यूरो रिपोर्ट SM न्यूज।